ସୃଷ୍ଟିରେ ନାରୀତ୍ୱ, ଶରୀରରେ ନାରୀତ୍ୱ କ'ଣ, କେତେ ମହତ୍ତ୍ୱପୂର୍ଣ୍ଣ, ନଥିଲେ କ'ଣ ଥାନ୍ତା? କାହିଁକି ଏଭଳି କୁହନ୍ତି? ଯତ୍ର ପୂଜ୍ୟନ୍ତି ନାରୀ ତତ୍ର ନିବାସନ୍ତି ଦେବତା। ଏହା କ'ଣ ସତ? ଏହାର ତାତ୍ପର୍ଯ୍ୟ କ'ଣ? ନା, ସୃଷ୍ଟି ଉଭୟ ପୁରୁଷ ଓ ନାରୀ ସମାନ ଭାବରେ ଜଡ଼ିତ। ଯେଭଳିକି ତୁମେ ଗୋଟେ ବୀଜ ନିଅ, କାନ୍ଦିଲ, ତାର ଦୁଇ ଫାଳ, ଗୋଟେ ଫାଳ ପୁରୁଷ ହେଲେ ଆଉ ଗୋଟେ ଫାଳ ସ୍ତ୍ରୀ। ଏବେ ତୁମେ ଓଜନ କରି ମାପି ପାରିବନି କିଏ ବଡ଼ କିଏ ସାନ, ଇଏ ତ ସତ୍ୟ। ସୃଷ୍ଟି ବି ସେମିତିକା, ପୁରୁଷତ୍ୱ ଯୁକ୍ତ ନାରୀତ୍ୱ। ହେଲେ ଯତ୍ର ପୂଜ୍ୟନ୍ତି ନାରୀ ତତ୍ର ନିବାସନ୍ତି ଦେବଗଣ, ଯତ୍ର ପୂଜ୍ୟନ୍ତି ପୁରୁଷ ତତ୍ର ନିବାସନ୍ତି ଦେବଗଣ ନାହିଁ। କାହିଁକି? ନାରୀରେ କୌଣସି ଶ୍ରୀମନ୍ତ ଶ୍ରୀ ଲକ୍ଷଣ ଅଛି, ଲକ୍ଷ୍ମୀତ୍ୱ, ସରସ୍ୱତୀତ୍ୱ, ବୈଷ୍ଣବତ୍ୱ ବିଦ୍ୟମାନ ଅଛି, ଯେଉଁଥିପାଇଁ ପୁରୁଷ ନାରୀକୁ ପୂଜା କରିବାକୁ ପଡ଼ିବ। ନା, ଆମେ ଯଦି ଗୋଟେ ପଏଣ୍ଟରେ ଦେଖିବା ଅହଙ୍କାର ଦୃଷ୍ଟିରୁ, ତ ନାରୀର ଅପେକ୍ଷା ପୁରୁଷର ଆତ୍ମବିଶ୍ୱାସ, ମାନେ ମୁଁ ଶକ୍ତିଶାଳୀ, ମୁଁ ହିଁ ସବୁ କିଛି, ଇଏ ମୋର ଗୁରୁତ୍ୱ ପୁରୁଷମାନେ ବେଶୀ ଦେବା ଫଳରେ ଏମାନଙ୍କର ସେ ଲକ୍ଷଣ, ସେ ସୁଗୁଣ ନାରୀ ତୁଳନାରେ କମ୍ ଅଛି। ଆଉ ହ୍ୟାପିନେସ୍ ମାନେ ଆନନ୍ଦର ସ୍ରୋତ, ସ୍ତ୍ରୀତ୍ୱ, ପରିବାରକୁ କି ସମାଜ ଗୋଟିଏ ସୂତାରେ ବାନ୍ଧି ରଖିଥାନ୍ତି। ପ୍ରେମ ସ୍ନେହ ସେଟା କେବଳ ନାରୀ ମହାଶକ୍ତିରେ ହିଁ ସମାହିତ ହୋଇଥିବାରୁ ଏମାନଙ୍କ ଭୂମିକା ସୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ। ଆଉ ସୃଜନକାରୀ ଶକ୍ତି ଯେଉଁଟା କେବଳ ନାରୀ ପାଖରେ ଅଛି, ପୁରୁଷ ପାଖରେ ନାହିଁ। ପୁରୁଷ କେବଳ ଭୋଗୀ, କିନ୍ତୁ ନାରୀ ତ୍ୟାଗୀ। ଏ ଦୁଇଟା ଶବ୍ଦରୁ ଆପଣମାନେ ବୁଝିପାରିଥିବେ କାହିଁକି ନାରୀ ପୂଜ୍ୟ ସମାଜରେ। ଭୋଗୀ ଆଉ ତ୍ୟାଗୀ, ଏ ଦୁଇଟା ଶବ୍ଦକୁ ଭଲକି ଭାବନ୍ତୁ, ତାହେଲେ ଜାଣିପାରିବେ କାହିଁକି ନାରୀ ପୂଜ୍ୟ, କାହିଁକି ସେ ଜାଗାରେ ଭଗବାନ ମାନେ ରହିବାକୁ ପସନ୍ଦ କରନ୍ତି। ନା, କାରଣ ତାଙ୍କର ତ୍ୟାଗପୂର୍ଣ୍ଣ ଜୀବନର ମହତ୍ତ୍ୱ, ତାର ସ୍ୱାଦ, ତାଙ୍କର ବଳିଦାନରେ ଯେତେ ପରିବାର ସୃଷ୍ଟି ହେଉଛି, ସମାଜ ସୃଷ୍ଟି ହେଉଛି, ଶାନ୍ତି ଶୃଙ୍ଖଳା ସୃଷ୍ଟି ହେଉଛି। ତେଣୁ ଯତ୍ର ପୂଜ୍ୟନ୍ତି ନାରୀ, ଯେଉଁଠାରେ ନାରୀକୁ ସମ୍ମାନ, ଶ୍ରଦ୍ଧା, ସ୍ନେହ, ଭକ୍ତି ଇତ୍ୟାଦି ଦିଆଯାଇପାରିବ, ସେ ଜାଗାରେ ଦେବତାମାନେ ରହିବାକୁ ପସନ୍ଦ କରନ୍ତି। ସେଠାକାର ମାହୋଲକୁ ସେମାନେ ବି ଅନୁଭବ କରିବା ପାଇଁ ଚାହାନ୍ତି। ଇଏ ହେଲା ଏହାର ରହସ୍ୟ। ନେକ୍ସଟ, ବିପରୀତ ଦିଗକୁ ବି ଯଦି ଆମେ ଚିନ୍ତା କରିବା, ଓମେନ୍ ସାଇକୋଲୋଜି ତ ବହୁତ ଡେଞ୍ଜର ସାଇକୋଲୋଜି। କିନ୍ତୁ ଆମେ କହୁଛେ ରାମାୟଣ କାରଣ ସୀତା, ମହାଭାରତ କାରଣ ଦ୍ରୌପଦୀ, କି ଦୁର୍ଯ୍ୟୋଧନର କିଛି ଭୁଲ ନଥିଲା କି? ପୁରୁଷମାନଙ୍କର ବଡ଼ ୱିକନେସ୍ କ'ଣ? ସେମାନେ ଭୋଗ କରିବାକୁ ଯାଇକି ରୋଗ ସୃଷ୍ଟି କରନ୍ତି। ରାଇଟ୍? ଭୋଗ କରିବାକୁ ଯାଇକି ବିପଦରେ ପଡ଼ନ୍ତି। ଠିକ୍ ଯେମିତି ଆଲୋକର ପ୍ରକାଶକୁ ଦେଖିକରି ମାଛିଟିଏ ଆଲୋକ ଆଡ଼କୁ ଆସି ଅଗ୍ନିରେ ପଡ଼ି ଧ୍ୱଂସ ହୋଇଯାଇଥାଏ। ପୁରୁଷର ଅବସ୍ଥା ଆଜିର ସମାଜରେ ନାହିଁ, ଆଦି କାଳରୁ କେବଳ ଗୋଟେ ସତ୍ୟ ଯୁଗ ଛାଡ଼ି ଦିଅନ୍ତୁ, ବାକି ଯେତେଟା ଯୁଗ ଅଛି ତୁମମାନେ ଦେଖିଥିବ ଅଧିକାଂଶ ପୁରୁଷଙ୍କର ଅବସ୍ଥା ଖରାପ ହେବାର କାରଣ ନାରୀ। କିନ୍ତୁ ଏଥିପାଇଁ ନାରୀ ଦାୟୀ ନୁହେଁ। ପୁରୁଷ କ୍ୟାରେକ୍ଟର ତାଙ୍କର ନିୟନ୍ତ୍ରିତ ନୁହେଁ। ତେଣୁ ଏମାନେ ସର୍ବଦା ବିପଦାଙ୍କୁ ବିମୁଖୀ ହୁଅନ୍ତି। ଆମେ ଯଦି ପୁରୁଷତ୍ୱ ଓ ନାରୀତ୍ୱକୁ ଅଧ୍ୟୟନ କରିବା ସୃଷ୍ଟିରେ, ତ ନାରୀରେ ବି ପୁରୁଷ ଅଛି, ପୁରୁଷର ବି ସ୍ତ୍ରୀ ଅଛି। ଆପଣଙ୍କ ଭିତରେ ସ୍ନେହ ନାହିଁ କି, ଦୟା ନାହିଁ କି, ପ୍ରେମ ନାହିଁ କି,
ବାଚ୍ଛଲ୍ୟତା ନାହିଁ କି ସେ ତୁମର ସ୍ତ୍ରୀତ୍ୱ ପୁରୁଷମାନେ। ସେମିତି ସ୍ତ୍ରୀମାନେ ମଧ୍ୟ ରାଗି ନୁହନ୍ତି କି ଧୈର୍ଯ୍ୟଶାଳୀ ନୁହନ୍ତି କି ଡେରିଂ ଡେସିଂ ନୁହନ୍ତି କି ପଛରେ ତାଙ୍କର ପୁରୁଷତ୍ୱ। ସୋ ସ୍ତ୍ରୀ ଭିତରେ ପୁରୁଷତ୍ୱ ଥାଏ, ପୁରୁଷ ଭିତରେ ମଧ୍ୟ ସ୍ତ୍ରୀତ୍ୱ ଥାଏ। କାରଣ ଇଏ ସୃଷ୍ଟି ଉଭୟ ସ୍ତ୍ରୀତ୍ୱ ପୁରୁଷତ୍ୱକୁ ନେଇ ଗଠିତ। ତେଣୁକରି ଈଶ୍ୱରଙ୍କୁ ଅର୍ଦ୍ଧନାରୀଶ୍ୱର ଛବିରେ ଆମ ସାମ୍ନାରେ ଉପସ୍ଥିତ କରାଯାଇଛି ଯେ ବୁଝ କିଭଳି ସୃଷ୍ଟି ଉଭୟ ସମ ପରିମାଣାତ୍ମକ ହିସାବରେ ସୃଷ୍ଟି ହେଇଛି। ସନ୍ତୁଳନ ସେଠି ଅଛି। ଆଉ ସେ ସନ୍ତୁଳନ ବିଗିଡ଼ିଗଲେ ଫେରେ କେମିତି ସୃଷ୍ଟି ଧ୍ୱଂସ ହେବ, ତାକୁ ହିଁ ପ୍ରଳୟ ବୋଲି କହିବ। ତ ପ୍ରଳୟ ସୃଷ୍ଟିରେ ଆସିବାର କାରଣ ଇଏ ସନ୍ତୁଳନରେ ଅସୁବିଧା ଆସିବ ବୋଲି ହେବ। ତେଣୁ ପୁରୁଷତ୍ୱ ନାରୀତ୍ୱ ଉଭୟ ସବୁ ଜୀବରେ ଅଛି, କେବଳ ମଣିଷରେ ନାହିଁ। ପଶୁ ପକ୍ଷୀ କୀଟ ପତଙ୍ଗ ବ୍ୟାକ୍ଟେରିଆଠୁ ଆରମ୍ଭ କରିକି ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ସୃଷ୍ଟିରେ ଦୁଇ ତତ୍ତ୍ୱ ସ୍ତ୍ରୀ ତତ୍ତ୍ୱ ପୁରୁଷ ତତ୍ତ୍ୱ ଥିବାରୁ ହିଁ ପୂର୍ଣ୍ଣ ତତ୍ତ୍ୱ ପ୍ରାପ୍ତ, ନହେଲେ ଅପୂର୍ଣ୍ଣ ହୋଇଯିବ। ଆଉ ସେଠି ସନ୍ତୁଳନ ନଷ୍ଟ ହୋଇଯିବ। ଇଏ ଥିଲା ସୃଷ୍ଟି ତତ୍ତ୍ୱ ବିଷୟରେ, ସୃଷ୍ଟିରେ ପୁରୁଷ ଓ ନାରୀ ତତ୍ତ୍ୱ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ। ମୋର ଭାବନା ଏମିତି ଥିଲା, ମୁଁ ଆପଣମାନଙ୍କ ସହିତ ସେୟାର କରିବି। ଭଲ ଲାଗିଥିବ କି ନ ଲାଗିଥିବ ମୁଁ ଜାଣିନି। ଭଲ ଲାଗିଥିଲେ ଲାଇକ୍ ଟିକେ କରିଦିଅନ୍ତୁ, ସବସ୍କ୍ରାଇବ୍ କରିଦିଅନ୍ତୁ। ମୋର ଏଭଳି ବିଚାରଶୀଳର ପ୍ରାୟ 70ଟା ଭିଡ଼ିଓ ଅଛି। ବାଏ, ଥ୍ୟାଙ୍କ ୟୁ ଭେରି ମଚ୍ ଫର୍ ୱାଚିଂ।